ତ ଭାବୁଛି ସମସ୍ତେ କାଲି ପବିତ୍ର ଗୌର ପୂର୍ଣ୍ଣିମାରେ ଚୈତନ୍ୟ ମହାପ୍ରଭୁଙ୍କୁ ସ୍ୱାଗତ କରିଥିବେ। ତ କାହାର ମନ ଥାଇପାରେ, କାହିଁକି ନା ଆମେ ଯେତେ ଜଣ ଉପସ୍ଥିତ ଅଛନ୍ତି ସମସ୍ତଙ୍କର ଅନ୍ ଆଭରେଜ ବୟସ 25, 20, 25, 30 ଯାହା ବି ଅଛି। ଛୋଟବେଳେ ଏଇ ଦେଖିଥିବେ କି ଦେଖି ଗାଁରେ ଥିବେ ତ ଗାଁରେ ଦେଖି ଯାଇ ପାରନ୍ତି କି ଘରେ ବାମନ ବିମାନ ସବୁ ଆସେ ଭଗବାନ ରାଧା ଗୋବିନ୍ଦଙ୍କୁ ଆଣିକି ସେଠି ସେବା ପୂଜା ଯାହା ବି ସବୁ ହୁଏ। ଭଏସ କ୍ଲିୟର ଅଛି ନା? ଏ ଟିକେ ଅନମ୍ୟୁଟ କରି କହିଲେ ଜାଣି ହିଁ ପାରୁନି। ଆଜ୍ଞା ପ୍ରଭୁଜୀ। ହଁ, କିନ୍ତୁ ବୟସ ବଢିବା ପରେ 20-25 ବର୍ଷ ପରେ ସେ ଜିନିଷ ବି ଆମେ ଦେଖୁଛେ। ତେଣୁ କିନ୍ତୁ ବହୁତ ସମୟରେ ଆମେ ତାର ମୂଲ୍ୟ ଟା ବୁଝନ୍ତି କି ନାଇଁ ଭଗବାନ ଆମ ଘରକୁ ଆସୁଛନ୍ତି। ଆଉ ବହୁତ ସମୟରେ ଆମେ ଏତେ ସିରିୟସ ବି ହେଇପାରନ୍ତିନି ତମ ଚେତନା ଅନୁସାରେ। ତେଣୁ ବାସ୍ତବରେ ମହତ୍ୱପୂର୍ଣ୍ଣ ଜିନିଷ କଣ? ତ ଆମେ ପରିବାର, ଆମର ଶତ୍ରୁ ମିତ୍ର, ଆମର ଆସକ୍ତି, ଆମର ଗୁଣ, ଆମେ କୋଉ ପରିବେଶରେ ଅଛେ, କାହା ସହିତ ଆମର ଝଗଡା ହେଇଥିଲା, କାହାକୁ ଆମେ ଭଲସେ କଥା ହେଇଥିଲେ, ଏ ସବୁ ବିବିଧ ପ୍ରକାରର ଯାବତୀୟ ଭୌତିକ ଇଚ୍ଛା, ଭୌତିକ ଆକାଂକ୍ଷା, ଭୌତିକ କାର୍ଯ୍ୟଶୈଳୀ ସବୁ ଜିନିଷ ଅଛି। କିନ୍ତୁ ଭାଗବତମରେ ଋଷି ମାନଙ୍କର ପ୍ରଶ୍ନରେ ମୈତ୍ରେୟ ବିଦୁର ସମ୍ବାଦରେ ବିଶେଷ କରିକି ଏଠି ଭାଗବତମରେ ପ୍ରଭୁପାଦ ଅଣୁ ପରମାଣୁଙ୍କର ସମୟରୁ ଆରମ୍ଭ କରିକି ବୁଝେଇଛନ୍ତି କି ଗୋଟେ ଅଣୁ, ଗୋଟେ ଦିଟା ପରମାଣୁକୁ ଏକଠା କରିକି ଅଣୁ ବଗେରା ଯେତେବେଳେ ବନା ହୁଏ ତ କେତେ ସମୟ ଲାଗେ? ବହୁତ କମ ସମୟ ଲାଗେ। ତ ସେମିତି ଧୀରେ ଧୀରେ ଗୋଟେ ପିମ୍ପୁଡି କେତେ ସମୟ ବଞ୍ଚେ, ୟାପରେ ଗୋଟେ ମଣିଷ କେତେ ସମୟ ବଞ୍ଚେ, ଦେବତା ମାନେ କେତେ ସମୟ ବଞ୍ଚନ୍ତି, ତାପରେ ବ୍ରହ୍ମା ଯାହାଙ୍କୁ ଆମେ ସାରା ସଂସାରକୁ ତିଆରି କରିଛନ୍ତି, ଭୌତିକ ସଂସାରକୁ, ତ ସିଏ କେତେ ସମୟ ବଞ୍ଚନ୍ତି? ତ ଯଦି ଆମେ ଦେଖିବା କି ଗୋଟେ ପିମ୍ପୁଡିଟେ ଗୋଟେ ଦିନ 2 ଦିନ କେତେ ସମୟ ବଞ୍ଚିକି ସେ ମୃତ୍ୟୁବରଣ କରୁଛି, ତ ଆମେ ଭାବୁଛେ ହଁ ସେ ତାର ଜୀବନ ଶୈଳୀ ବହୁତ କମ ଅଛି ମଣିଷମା। କିନ୍ତୁ ବ୍ରହ୍ମାଙ୍କର, ଆମ ତୁଳନାରେ ବ୍ରହ୍ମାଙ୍କର ଜୀବନ ଅମର ଅମର ହେଲା ଭଳିଆ ଭଗବାନ ଥାନ୍ତି, ବ୍ରହ୍ମା ଥାନ୍ତି। ତେଣୁ ଏ ମନ ଯୋଉ ଜିନିଷ ପ୍ରତି ଆମର ଆସକ୍ତି ଥାଏ, ଯୋଉ ଜିନିଷ ପ୍ରତି ଆମେ ଇନ୍ଦ୍ରିୟ ତୃପ୍ତ କରିବା ପାଇଁ ଚାହାନ୍ତି, ସେଇ ଜିନିଷକୁ ମନ କଣ କରେ? ଗୁରୁତ୍ୱପୂର୍ଣ୍ଣ ବନେଇଥାଏ, ମହତ୍ୱପୂର୍ଣ୍ଣ ବନେଇ ଦେଇଥାଏ। ତେଣୁ ସେଥିପାଇଁ ମନ ଯୋଉ ଜିନିଷଟା ଏତେ ଉପଯୋଗୀ ବି ନୁହେଁ, କିନ୍ତୁ ଆମର ବାରମ୍ବାର ମାନସ ପଟଳରେ କାହିଁକି ଆସେ? କାହିଁକି ନା ମନ ତାକୁ ପ୍ରାୟୋରିଟି ଦିଏ କି ନାଇଁ ଏଇଟା ହିଁ ଇମ୍ପୋର୍ଟାଣ୍ଟ, ଆଉ ଏଇଟା ଏଇ କାର୍ଯ୍ୟ ଏଇ ସମୟରେ ହିଁ କରିବାର ଅଛି, ଅଲଗା ସବୁ ଜିନିଷ କରିବାର ନାହିଁ। ତ ଆମେ ଗୋଟେ ଫିଲ୍ଟରିଂ ପ୍ରୋସେସ ମାଇଣ୍ଡରେ ଆମେ ରଖିପାରୁନେ। କାହିଁକି ନା ଆମର ଚେତନା ଆଉ ଆମର ମନ ଦିଟାକ ବାଲାନ୍ସ ମାନେ ଦିଟାକ ସମକାଳୀନ ଇଏରେ ଯାଉଛି, ଅର୍ଥାତ ଦିଟାକ ହିଁ ସଂସାରକୁ ଭୋଗ କରିବାର ପ୍ରବଞ୍ଚନାରେ ପ୍ରଭାବିତ ହେଇକି ଅଛି। ତେଣୁ ସେଥିପାଇଁ ଯଦି କିଏ ପୁରା ଜୀବନ ଶୈଳୀକୁ ଦେଖନ୍ତି, ତ ପୁରା ଜୀବନ ଶୈଳୀକୁ ବହୁତ ବର୍ଷ ଗୋଟେ ମୁଭି ବନାହବ, ତାହେଲେ କଣ ହବ? ଏତେ ଏତେ ସମୟରେ ତ ମୁଭି ବନେଇ ପାରିବାନି, ହୋଲ ଲାଇଫକୁ ଆମେ କନଡେନ୍ସ କରିକି ମୁଭି ବନାନ୍ତି। ତ ତା ଭିତରେ ସେ ମୁଭି ଗୁଡାକରେ ଗୋଟେ ଗୋଟେ ଯୋଉ କଣ ଚିତ୍ର, ଯୋଉ ଚଳଚିତ୍ର ଥାଏ, ତ ସେ ଚଳଚିତ୍ର ଗୋଟେ ଗୋଟେ ଫ୍ଲାସ ଲାଇଟ ଭଳିଆ, ଅର୍ଥାତ ବହୁତ କମ ସମୟରେ ଆମେ ହୋଲ ଲାଇଫକୁ, ଧର ଗୋଟେ 60-70 ବର୍ଷର ଲାଇଫ ସ୍ପାନକୁ ଆମେ 5 ମିନିଟରେ ଦେଖେଇବା, ତ ଫଟାଫଟ ଆମେ ଦେଖେଇ ଚାଲିବା। ତେଣୁ କୌଣସି ଏତେ ଜିନିଷ ମହତ୍ୱପୂର୍ଣ୍ଣ ନୁହେଁ। ଆମେ ଜୀବନରେ ଯାହାବି କରୁଛେ, ଆମର ବୟସ, ଆମ ସମସ୍ତଙ୍କର ବୟସ ହେଲାଣି, ତ ଆମେ ଅନୁଭବ ବି କରିପାରିବା କି ଆଗାମୀ ଦିନ ଆମେ ଆଉ 30-40 ବର୍ଷ ବଞ୍ଚିବା, କି ଯାହା ବି ଅଛି, ତ ସେ ସମୟରେ ଆମେ ହୋଲ ଜୀବନ ସାରା ଭିତରେ ଯାହା ବି କରିଥିବା କେତେ ଦୂର ମହତ୍ୱପୂର୍ଣ୍ଣ, କେତେ ଦୂର ଆମକୁ ଅପଲିଫ୍ଟ କରୁଛି। ତେଣୁ ସେଥିପାଇଁ ଗୋଟେ ଫିଲ୍ଟରିଂ ପ୍ରୋସେସ ଆମ ମନରେ ନିଶ୍ଚୟ ରଖିବାର ଅଛି। ବିଶେଷ କରିକି ନାମ ଜପ କରିବା ସମୟରେ ନାମ ଜପ କରିବା ସମୟରେ ମନ କହିବ କି ନାମ ଜପ ଏତେ ବି ମହତ୍ୱପୂର୍ଣ୍ଣ ନୁହଁ, ଏଇ ଯୋଉ ଭାବୁଛି ମୁଁ ଏବେ ସେଇଟା ମହତ୍ୱପୂର୍ଣ୍ଣ, ଏଇ ଯୋଉ କାମଟା ମୁଁ ଆଜି କରିବି ସେଇଟା ମହତ୍ୱପୂର୍ଣ୍ଣ। ଅଲଗା ସବୁ ଜିନିଷକୁ ସେ ମହତ୍ୱପୂର୍ଣ୍ଣ ଭାବେ, କେବଳ ଭଗବାନଙ୍କ ନାମ ଜପକୁ ମହତ୍ୱପୂର୍ଣ୍ଣ ଭାବେନି। ତେଣୁ ପାଇଁ କହୁଥିଲେ କି ମନର ଏଇ ଦେବତୁଲ୍ୟ ଶକ୍ତିର ଯଦି ଆମେ ଠିକ ସେ ଉପଯୋଗ କରିବାନି, ଦେବତୁଲ୍ୟ କାହିଁକି ନା ବହୁତ ଏନର୍ଜି ଏଥିରେ ଅଛି, ଅର୍ଥାତ ଏ କିଛି ବି କରିପାରିବ ମନ। ତେଣୁ ଏଇ ଦେବତୁଲ୍ୟ ଶକ୍ତି, ଅସୀମ ଶକ୍ତିର ଭଣ୍ଡାରେ ମନ। ତେଣୁ ମନକୁ ଯଦି ଆମେ ଠିକ ସେ ବ୍ୟବହାର କରିପାରିବାନି, ଯୋଉ ଜିନିଷଟା ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ସେଥିରେ ନିୟୋଜିତ ନ କଲେ, ମନ କଣ କରିବ? ପୁନଃ ଆମକୁ ଏଇ ଜନ୍ମ ମୃତ୍ୟୁ ଚକ୍ରକୁ ପୁଣି ବାନ୍ଧିକି ରଖିଦବ।
ଆମକୁ ସମୟର ଉପଯୋଗୀ ନିଷ୍ପତ୍ତି ନେବାର ଅଛି କି ନାଇଁ ମୁଁ ଭଗବାନଙ୍କର ନାମକୁ କେତେ ତଲ୍ଲୀନତାର ସହିତ କରିବି, କେତେ ଆଶ୍ରିତ ହେବି, କେତେ ଆନୁଗତ୍ୟ ସ୍ୱୀକାର କରିବି। ତ ମନର ପ୍ରବଞ୍ଚନାରେ ନ ପଡିକି ମନକୁ ନିୟନ୍ତ୍ରଣ କରିବା ପାଇଁ ଏ ହରିନାମରେ ଆମକୁ ହରିନାମରେ ଆମେ ଆଶ୍ରୟ ନେବା। ଧୀରେ 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 ଏଇ ମନ ଆମର ମନ ମାଧ୍ୟମରେ ଆମେ ଆମ ଚେତନାକୁ ପ୍ରଭାବିତ କରିବା ପରିବର୍ତ୍ତେ ଚେତନା ମାଧ୍ୟମରେ ଆମେ ମନକୁ ପ୍ରଭାବିତ କରିବା। ଏ ମନକୁ ସତ୍ ରାସ୍ତା ଯାହା ଅଛି ଆମେ ଭଗବତ କୃଷ୍ଣ ପ୍ରାପ୍ତି ପାଇଁ ଲଗେଇ ପାରିବା। ତେଣୁ ସେଥିପାଇଁ ନାମ କରିବା ସମୟରେ ବହୁତ ସତର୍କ ହବାର ଅଛି। କୌଣସି ମନର ଏଥିପାଇଁ ପ୍ରାୟ ମୁଁ କହେ କି ମଳିନ ମନର ସବୁ କଥା ହିଁ ବେକାର। ମଳିନ ମନର ସବୁ କଥା ହିଁ ବେକାର। ତେଣୁ ତା କଥା ଜମା ଶୁଣିବାର ନାହିଁ ହେଲା। ଏ ପର୍ଯ୍ୟନ୍ତ ମନକୁ ସେଥିପାଇଁ ଶାସନ କରିବା ପାଇଁ ଶାସ୍ତ୍ର ଚକ୍ଷୁ କୁ ଆମକୁ ଧୀରେ ଧୀରେ ଡେଭଲପ କରିବାର ଅଛି। ତ ଶାସ୍ତ୍ର ଭଗବତ ଗୀତା ଆମକୁ ଯାହା କହୁଛି, ଗୁରୁ ଆଚାର୍ଯ୍ୟ ମାନେ ଯାହା କହୁଛନ୍ତି, ତାକୁ ଯଦି ଆମେ ପାଳନ କରିବା ତ ସେଇଟା ବାସ୍ତବରେ ମନକୁ ଶାସନ କଲା ଭଳିଆ। ମନକୁ ଶାସନ ମନକୁ ଶାସନ କଲେ ହିଁ ଆମେ ଏଇ ମର୍ତ୍ତ୍ୟ ଜଗତରୁ ଉଦ୍ଧାର ହେଇକି ଭଗବତ ଧାମ ଯାଇପାରିବା। ଠିକ ଅଛି, ତ ଏଇ ମନୋବୃତ୍ତି ନେଇକି ଆମେ ସମସ୍ତଙ୍କୁ ନାମ ଜପ କରିବାର ଅଛି। ଆଉ ଭଗବାନଙ୍କର କୃପା ଆମ ଉପରେ ଏମିତି ବନେଇ ରହିବ ଯେତେବେଳେ ଆମେ ନିଷ୍ଠାପର ଭାବରେ ଆମ ନିଷ୍ଠାକୁ ଆମେ ପ୍ରଦର୍ଶନ କରିବା। ନିଷ୍ଠା ପ୍ରଦର୍ଶନ ନ କଲେ ଆମର ସମସ୍ତ ଚେଷ୍ଟା ବୃଥା ଯିବ। हरे कृष्ण। श्री हरि नाम प्रभु की जय, श्रील प्रभुपाद की जय।